ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭର ଆବାସ କିପରି ପ୍ରିୟତମ। ହଁ ପ୍ରିୟମାନେ, ଆମେ ପ୍ରଭୁଙ୍କର ଆବାସ ବା ପ୍ରଭୁଙ୍କର ଗୃହ ବିଷୟରେ ଯଦି ଆମେ ଈଶ୍ୱରଙ୍କର ବାକ୍ୟରୁ ଦେଖିବା ତାହେଲେ ବାସ୍ତବିକ କେତେ ଆନନ୍ଦଦାୟକ, କେତେ ପ୍ରିୟତମ। ଏହି ବିଷୟ ଆମେ ଗୀତ ସଂହିତା 84 ତାର 1 ପଦରେ ଆମେ ଦେଖୁ। ସେଠାରେ ଗୀତ ରଚକ ଲେଖନ୍ତି, ହେ ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭର ଆବାସ କିପରି ପ୍ରିୟତମ। ହଁ, ସଦାପ୍ରଭୁଙ୍କର ପ୍ରାଙ୍ଗଣ ନିମନ୍ତେ ମୋହର ପ୍ରାଣ ଲାଳସା କରେ, ମଧ୍ୟ ମୂର୍ଚ୍ଛିତ ହୁଏ। ମୋହର ହୃଦୟ ଓ ଶରୀର ଜୀବିତ ପରମେଶ୍ୱରଙ୍କ ନାମରେ ଡକା ଛାଡ଼େ। ହଁ, ଘର ଛୋଟିଆ ଆପଣା ପାଇଁ ଏକ ଗୃହ ଓ ଖଞ୍ଜନ ପକ୍ଷୀ ଛୁଆ ରଖିବା ନିମନ୍ତେ ଆପଣା ପାଇଁ ଏକ ବସା ପାଇଅଛି। ହେ ସୈନ୍ୟାଧିପତି ସଦାପ୍ରଭୁ ମୋହର ରାଜନ ଓ ମୋହର ପରମେଶ୍ୱର ତୁମ୍ଭର ଯଜ୍ଞବେଦୀ ସେହି ସ୍ଥାନ। ଯେଉଁମାନେ ତୁମ ଗୃହରେ ବାସ କରନ୍ତି ସେମାନେ ଧନ୍ୟ, ସେମାନେ ନିରନ୍ତର ତୁମ୍ଭର ପ୍ରଶଂସା କରୁଥିବେ। ପ୍ରଭୁ ଏହି ପଠିତ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏଠାରେ ଲେଖାଯାଏ ଯେ ଯେଉଁମାନେ ତାହାଙ୍କର ଗୃହରେ ବାସ କରନ୍ତି ସେମାନେ ଧନ୍ୟ ବା ଆଶୀର୍ବାଦ ପ୍ରାପ୍ତ, ଆଉ ସେମାନେ ପ୍ରଭୁଙ୍କର ପ୍ରଶଂସା ହିଁ ସଦା ସର୍ବଦା କରୁଥିବେ। କିପରି ତାହାଙ୍କର ଗୃହ ବା ଆବାସ ପ୍ରିୟତମ ଅଟେ। ସେଥିପାଇଁ ତ ଆମେ ଗୀତ ରଚକଙ୍କ ଦ୍ୱାରା ଗୀତ ରଚକ କହନ୍ତି ଗୀତ ସଂହିତା 27 ତାର 4 ପଦରେ, ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଓ ତାହାଙ୍କ ଗୃହରେ ଅନୁସନ୍ଧାନ କରିବା ପାଇଁ ଯେପରି ଯାବଜ୍ଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି, ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି, ତାହା ହିଁ ମୁଁ ଅନ୍ୱେଷଣ କରିବି। କାହିଁକି? ଆମେ 5 ପଦରେ ଦେଖୁ, କାରଣ ବିପଦ ଦିନରେ ସେ ଆପଣା ଆବାସରେ ମୋତେ ଗୋପନ କରି ରଖିବେ। ଏହା ହେଉଛି କାରଣ ସଦାପ୍ରଭୁଙ୍କର ଶରଣାଗତ ତାହାଙ୍କର ଗୃହରେ ବାସ କରିବାର ବିଷୟ। ପ୍ରଭୁ ଆମମାନଙ୍କୁ କି ପ୍ରକାର ଭାବେ ତାଙ୍କର ଗୃହରେ ଯଦି ଆମେ ବାସ କରିବା, ତାହେଲେ ପ୍ରଭୁ ଆମମାନଙ୍କୁ କିପରି ବିପଦ ଦିନରେ ତାହାଙ୍କର ଗୃହରେ ଗୋପନ କରି ରଖିବେ, ତାହାଙ୍କ ତମ୍ବୁର ଅନ୍ତରାଳରେ ଲୁଚାଇକି ରଖିବେ। ଏହା ହେଉଛି ପ୍ରଭୁଙ୍କର ବାସସ୍ଥାନରେ ରହୁଥିବା ବିଷୟ ଆଉ ଇଚ୍ଛା କରିବା ବିଷୟ। ଗୀତ ସଂହିତା 23 ତାର 6ରେ ମଧ୍ୟ ଗୀତ ରଚକ କହନ୍ତି ଶେଷ ଅଂଶରେ, ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି। ନିଶ୍ଚୟ ମଙ୍ଗଳ ଓ ଦୟା ମୋହର ଜୀବନ ଯାଏ ମୋହର ପଶ୍ଚାଦଗାମୀ ହେବ। ପୁଣି ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି। ଗୀତ ରଚକ ଯେଉଁ ଭରସା ପ୍ରାପ୍ତ ହୋଇଛନ୍ତି ଆଉ ଯେଉଁ ବିଶ୍ୱାସ ଅଛି ସେ ଆପଣା ପ୍ରତିପାଳକଙ୍କ ନିକଟରେ, ଆଉ ସେ କହନ୍ତି ସଦାପ୍ରଭୁଙ୍କର ଗୃହରେ ବାସ କରିବା ବିଷୟ। ଆମେ ଦେଖିଲୁ ସଦାପ୍ରଭୁଙ୍କ ଗୃହ କେମନ୍ତ ପ୍ରିୟତମ, ଆଉ ସଦାପ୍ରଭୁଙ୍କର ଗୃହରେ ରହିବା ପାଇଁ ହିଁ କେବଳ ଗୋଟିଏ ମାତ୍ର ମୋର ଇଚ୍ଛା। ଆଉ ସେଥିପାଇଁ ମୁଁ ପ୍ରାର୍ଥନା କରୁଛି ମୋର ଯାବଜ୍ଜୀବନ ଯେପରି ସଦାପ୍ରଭୁଙ୍କ ଗୃହରେ ମୁଁ ବାସ କରିବି, ଅନୁସନ୍ଧାନ କରିବି। ଆଉ ସେଥିପାଇଁ ମୁଁ ଗୋଟିଏ ବିଷୟ ହିଁ ମୋ ଲାଇଫ୍ରେ ବା ମୋ ଜୀବନରେ ମାଗିଛି ବା ପ୍ରାର୍ଥନା କରିଛି, ଆଉ ତାହା ହିଁ ମୁଁ ଅନ୍ୱେଷଣ କରିବି ବୋଲି ଦାଉଦ କହୁଥିବା ବିଷୟ ଆମେ ଏଠାରେ ଦେଖୁ। ସେ କେତେ ଗମ୍ଭୀର ଭାବେ ଆଉ କେତେ ଜରୁରୀ ଅଟେ ସଦାପ୍ରଭୁଙ୍କର ଗୃହର ଆଉ ଆବଶ୍ୟକତା, ସେ ବିଷୟ ଆମେ ଏଠାରେ ଦେଖୁ। ତ ସଙ୍ଗେ ସଙ୍ଗେ ଆମେ ଯଦି ଦେଖିବା ଆଉ ଗୀତ ରଚକ କହନ୍ତି, ଆମେ ଯଦି 122ରେ ଦେଖିବା ଗୀତ ସଂହିତା 122 ତାର 1 ପଦ, ସେଠାରେ ଲେଖାଯାଏ, ଆସ ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହକୁ ଯାଉ। ଏଇ କଥା ଲୋକମାନେ ମୋତେ କହିବା ବେଳେ ମୁଁ ଆନନ୍ଦିତ ହେଲି। ସଦାପ୍ରଭୁଙ୍କ ଗୃହକୁ ଯିବା ବୋଲି ଯଦି କେହି କହନ୍ତି ତାହେଲେ କେତେ ଆନନ୍ଦର ବିଷୟ। ହଁ, ପ୍ରଭୁଙ୍କର ଗୃହରେ ପ୍ରଭୁଙ୍କର ସାନ୍ନିଧ୍ୟରେ ଯିବା ବିଷୟ କେତେ ଆନନ୍ଦଦାୟକ ଆଉ କେତେ ଗୁରୁତ୍ୱପୂର୍ଣ୍ଣ ଅଟେ। କେତୋଟି ବାକ୍ୟ ଦ୍ୱାରା ଆମେ ଜାଣିଗଲୁ, ଆଉ ଆଜି ମଧ୍ୟ ସେଇ ବାକ୍ୟ ଦ୍ୱାରା ପ୍ରଭୁ ଆମମାନଙ୍କୁ କଥା କୁହନ୍ତି, ଉତ୍ସାହ ଦିଅନ୍ତି, ଚେତନା ଦିଅନ୍ତି, ଆଉ ଆମମାନଙ୍କୁ ଜ୍ଞାତ କରାନ୍ତି ତାହାଙ୍କର ଗୃହ, ତାହାଙ୍କର ସାନ୍ନିଧ୍ୟ କେତେ
କେତେ ଗୁରୁତ୍ୱପୂର୍ଣ୍ଣ ଅଟେ ଆମମାନଙ୍କ ଜୀବନ ନିମନ୍ତେ। ଆଉ ତେଣୁ ପ୍ରିୟମାନେ ଆସୁ ଆମମାନେ ମଧ୍ୟ ଆନନ୍ଦିତ ହେବା ସଦାପ୍ରଭୁଙ୍କ ଗୃହକୁ ଯିବା ନିମନ୍ତେ, ଆଉ ସଦାପ୍ରଭୁଙ୍କ ଗୃହରେ ଆଉ ରହିବା ନିମନ୍ତେ, ଆଉ ସଦାପ୍ରଭୁଙ୍କର ଗୃହକୁ ଆମ ଜୀବନରେ ଗୁରୁତ୍ୱ ଦେବା ନିମନ୍ତେ। ଗୀତ ରଚକ ସେଇ ଗୀତ ସଂହିତା 54 ସହସ୍ର ଦିନ ଅପେକ୍ଷା ତୁମ୍ଭ ପ୍ରାଙ୍ଗଣରେ ଏକ ଦିନ ଭଲ, ଦୁଷ୍ଟତାର ତମ୍ବୁରେ ବାସ କରିବା ଅପେକ୍ଷା ଆମ୍ଭ ପରମେଶ୍ୱରଙ୍କ ଗୃହରେ ଦ୍ୱାରୀ ହେବା ବରଞ୍ଚ ଆମ୍ଭର ଲାଭ, ଆମ୍ଭର ଭଲ ଜାଣୁ। ଏଠାରେ ଆମେ ଦେଖୁ ଯେ ଦୁଷ୍ଟତାର ତମ୍ବୁରେ ବାସ କରିବା ଅପେକ୍ଷା ପ୍ରଭୁଙ୍କର ଗୃହରେ ଗୋଟିଏ ଦ୍ୱାରୀ ହେବାର ବରଞ୍ଚ ଭଲ ବିଷୟ, ଭଲ ବୋଲିକି କହନ୍ତି। ତେଣୁ ପ୍ରଭୁ କି ପ୍ରକାର ଭାବେ ସଦାପ୍ରଭୁଙ୍କର ଗୃହ କେତେ ଆମମାନଙ୍କର ଜରୁରୀ ଅଟେ। ବରଂ ଆମେ ସେଇ ଗୃହର ଗୋଟିଏ ଦ୍ୱାରୀ ଗେଟ୍ କିପର ବା ଗୋଟିଏ ଗୋଟେ ସାମାନ୍ୟ ଦାୟିତ୍ୱ ନେଇକି ବି ଯଦି ରହିବା କେତେ ଭଲ। ଆଉ ତାହା ଅଳ୍ପ ସମୟ ହେଲେ ମଧ୍ୟ ଯଦି ଆମେ ତାହାଙ୍କର ଗୃହର ଗୋଟିଏ ସେବକ ଭାବେ ହେଉ, କିଛି କାର୍ଯ୍ୟକାରୀ ଭାବେ ହେଉ, କି ଅଳ୍ପ ସମୟ ଭାବେ ହେଉ ଯଦି ବିନିଯୋଗ ହୋଇପାରୁଛୁ ତାହାଙ୍କର ପ୍ରାଙ୍ଗଣରେ, କେତେ ଭଲ ବିଷୟ ବୋଲି କୁହାଯାଏ। ପ୍ରଭୁ ଏହି ବାକ୍ୟ ସମୂହ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପୁନର୍ବାର ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଯଦି ଏପର୍ଯ୍ୟନ୍ତ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ବୋଲି ବିଶ୍ୱାସ କରୁନାହାନ୍ତି, ତାହେଲେ ମୁଁ ଆପଣମାନଙ୍କ ସମ୍ମୁଖରେ ରଖୁଅଛି ସେହି ସତ୍ୟତା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସତ୍ୟ ପରମେଶ୍ୱର, ଯିଏକି ଆପଣଙ୍କୁ ମୋତେ ସମସ୍ତ ମାନବ ଜାତିକୁ ପ୍ରେମ କରି ନିଜ ଜୀବନ ଦେଇଦେଲେ କାଲବରୀ କ୍ରୁଶ ଉପରେ, ବହୁମୂଲ୍ୟ ରକ୍ତ ଝରାଇଲେ, ଆଉ ମୃତ୍ୟୁବରଣ କରି ତୃତୀୟ ଦିନ ମୃତ୍ୟୁକୁ ଜୟ କରି ଉଠିଛନ୍ତି। ସେ ହିଁ ଏକମାତ୍ର ସତ୍ୟ ପ୍ରଭୁ। ଯଦି ଏପର୍ଯ୍ୟନ୍ତ ତାଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ବା ଉଦ୍ଧାରକର୍ତ୍ତା ପ୍ରଭୁ ବୋଲି ବିଶ୍ୱାସ କରିନାହାନ୍ତି କି ହୃଦୟରେ ଗ୍ରହଣ କରିନାହାନ୍ତି, ତାହେଲେ ଆପଣଙ୍କର ପାପ ସବୁ ସ୍ୱୀକାର କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପାପ କ୍ଷମାକାରୀ ଉଦ୍ଧାରକର୍ତ୍ତା ବୋଲି ବ୍ୟକ୍ତିଗତ ଭାବେ ସ୍ୱୀକାର କରନ୍ତୁ, ଗ୍ରହଣ କରନ୍ତୁ, ଆଉ ପ୍ରାର୍ଥନା କରନ୍ତୁ। ପ୍ରଭୁ ଆପଣଙ୍କ ହୃଦୟରେ ଆସି ଆପଣଙ୍କୁ ପରିତ୍ରାଣ ଦେବେ, ନିଜର କରିବେ। ତାପରେ ଏହି ପ୍ରକାର ସମସ୍ତ ତାହାଙ୍କର ସତ୍ୟତା ସବୁ ଶୁଣି ଜାଣି ତାହାଙ୍କ ଉପରେ ବିଶ୍ୱାସ କରି ଆଗକୁ ଆତ୍ମିକ ଜୀବନରେ ବଢ଼ନ୍ତୁ। ହଁ ପ୍ରିୟମାନେ, ଯଦି ଭଲ ଲାଗିଲା ଏ ଅଳ୍ପ ସମୟରେ ଚିନ୍ତା, ତାହେଲେ ଲାଇକ୍ ଗୋଟେ କରନ୍ତୁ, ଆଉ ଅନ୍ୟମାନଙ୍କୁ ମଧ୍ୟ ସେୟାର କରନ୍ତୁ। ସେମାନେ ମଧ୍ୟ ଏହି ସତ୍ୟତା ଯେପରି ଜ୍ଞାତ ହେବେ, ଆଉ ଏହି ସତ୍ୟତା ଅନେକଙ୍କୁ ମଧ୍ୟ ସେମାନେ ବି ସେୟାର କରିବେ। ତା ସହିତ ଯଦି କିଛି କମେଣ୍ଟ ଅଛି ଆପଣମାନେ ଲେଖି ପ୍ରଶ୍ନ କରିପାରିବେ। ଆଉ ଯଦି ନୂତନ ଭାବେ ମୋର ଏହି ଚ୍ୟାନେଲରେ ଅଛନ୍ତି, ତାହେଲେ ଆପଣମାନେ ମୋର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିପାରିବେ, ଯଦ୍ୱାରା ଆପଣମାନେ ମୋର ପ୍ରଥମ ଅପଲୋଡ଼ିଂ ଭିଡ଼ିଓ ବା ଏହି ବାର୍ତ୍ତା ଆପଣ ପ୍ରତିଦିନ ପ୍ରାପ୍ତ ହୋଇପାରିବେ। ପ୍ରଭୁଙ୍କର ନାମ ଗୌରବ। ଧନ୍ୟବାଦ।